ପିଲାମାନେ ଆପଣ ତୁମ ସମସ୍ତଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ PM ନଲେଜ୍ ବୁଷ୍ଟରକୁ ସ୍ୱାଗତ। ଆଜି ଆମେ ପଢ଼ିବା ଭୀମଙ୍କ ସିଂହନାଦ ରଡ଼ି ସାରଳା ଦାସଙ୍କ ଦ୍ୱାରା ରଚିତ। କବି ପରିଚୟ ହେଲା ଓଡ଼ିଆ ଭାଷାରେ ସାହିତ୍ୟ ରଚନା କରିଥିବା ଆମକୁ ସାରଳା ଦାସ ଆଦି କବି ନାମରେ ପରିଚିତ। ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କର ସମସାମୟିକ। ଯେତେବେଳେ କପିଳେନ୍ଦ୍ର ଦେବ ସାହିତ୍ୟ ରଚନାରେ ଜଣେ ବିଶିଷ୍ଟ ପାରଦର୍ଶିତା ତାଙ୍କର ଥିଲା। ସେ କପିଳେନ୍ଦ୍ର ଦେବଙ୍କ ସମୟରେ ଆମ ଓଡ଼ିଆ ସାହିତ୍ୟ କଥାରେ ଜାଣିଥିବ, କପିଳେନ୍ଦ୍ର ଦେବଙ୍କ ସମୟରେ ସାହିତ୍ୟ ରଚନା ବହୁତ ତତ୍ପର ହେଇଥିଲା। କଳା ସାହିତ୍ୟ ବହୁତ ଉତ୍କର୍ଷ, ଲେଖା ଲେଖିରେ ବିଶେଷ କରି ତାଙ୍କ ରଚନା ବହୁତ। ନିଜେ ମଧ୍ୟ କପିଳେନ୍ଦ୍ର ଦେବ ଅନେକ ସାହିତ୍ୟିକ ପୁସ୍ତକ ସବୁ ରଚନା କରିଛନ୍ତି। ତାଙ୍କ ସମସାମୟିକ କବି ହେଲେ ଆଦିକବି ସାରଳା ଦାସ। ସେ ଝଙ୍କଡ଼ର ସାରଳା ଚଣ୍ଡୀଙ୍କୁ ଆରାଧନା କରି କାବ୍ୟ ରଚନା କରିବାର ଅପୂର୍ବ ଶକ୍ତି ପାଇଥିବାରୁ ତାଙ୍କ ନାମ ସିଦ୍ଧେଶ୍ୱର ପରିଡ଼ାରୁ ସାରଳା ଦାସ ରୂପେ ପରିଚିତ ଲାଭ କଲେ। ସେ ଅନେକ ପୁରାଣ, ମହାଭାରତ, ଚଣ୍ଡୀ ପୁରାଣ, ବିଚିତ୍ର ରାମାୟଣ ଭଳି ପୁରାଣ ରଚନା କରି କବି ଯଶସ୍ୱୀ ହେଇଛନ୍ତି। ଏହି ଭୀମଙ୍କ ସିଂହନାଦ ରଡ଼ିଟି ବିଷୟଟି ସାରଳା ମହାଭାରତର ଗଦା ପର୍ବ ବିଷୟରୁ ଆସିଅଛି। ମହାଭାରତ ଯୁଦ୍ଧ କଥା ଆମେ ସମସ୍ତେ ଜାଣିଥିବା। କୌରବ ପାଣ୍ଡବଙ୍କ ମଧ୍ୟରେ ଯୁଦ୍ଧ। କୌରବମାନେ ମହାଭାରତ ଯୁଦ୍ଧରେ ପରାସ୍ତ ହୋଇଥିଲେ, ପାଣ୍ଡବମାନେ ବିଜୟୀ ହେଇଥିଲେ। କୌରବମାନଙ୍କ ମଧ୍ୟରେ ଶେଷରେ ଥିଲେ ମହାମାନି ଦୁର୍ଯ୍ୟୋଧନ ରହିଯାଇଥିଲେ। କୌରବ ବଂଶ ନିପାତ ହେଇନଥିଲା। ଭୀମ ନିଶ୍ଚିନ୍ତ କରିଦେଇଥିଲେ ଯେ ଆଜି ଯେତେବେଳେ ଦୁର୍ଯ୍ୟୋଧନ କ'ଣ କଲେ ନା ତାଙ୍କର ସେନାପତି ଦାୟିତ୍ୱ ଅଶ୍ୱତ୍ଥାମା, ଗୁରୁପୁତ୍ର ଅଶ୍ୱତ୍ଥାମାକୁ ଦେଲେ। ଅଶ୍ୱତ୍ଥାମା କ'ଣ କଲେ ନା ଦ୍ରୌପଦୀଙ୍କର ଆମର 5 ପୁତ୍ରଙ୍କୁ ହତ୍ୟା କଲେ। ତ ଦ୍ରୌପଦୀଙ୍କର 5 ପୁତ୍ରଙ୍କୁ ଶୋଇଥିଲା ବେଳେ ହତ୍ୟା କରିଥିଲେ ଅଶ୍ୱତ୍ଥାମା। ତାଙ୍କୁ ପଠେଇଥିଲେ, ପ୍ରେରିତ କରିଥିଲେ ଦୁର୍ଯ୍ୟୋଧନ। ଯେତେବେଳେ ଭୀମ ଏକଥା ଜାଣିଲେ, ସେ ଚରମ ନିଷ୍ପତ୍ତି ନେଲେ, ଆଜି ସୂର୍ଯ୍ୟାସ୍ତ ପୂର୍ବରୁ ମୁଁ ଦୁର୍ଯ୍ୟୋଧନକୁ ନିହତ କରିବି। ତ ଭୀମଙ୍କ ପ୍ରତିଜ୍ଞା ମଧ୍ୟ କରିଥିଲେ। ଯେମିତି ତାଙ୍କର ଯେତେବେଳେ ଦ୍ରୌପଦୀଙ୍କର ବସ୍ତ୍ରହରଣ ହେଲା, ତ ଦ୍ରୌପଦୀଙ୍କ ବସ୍ତ୍ରହରଣ ସମୟରେ ସେତେବେଳେ ନିଷ୍ପତ୍ତି ନେଇଥିଲେ ସଭାସ୍ଥଳରେ। ଯେତେବେଳେ ଦ୍ରୌପଦୀଙ୍କ ବସ୍ତ୍ରହରଣ ହେଉଥିଲେ, ସେତେବେଳେ ଭୀମ ନିଷ୍ପତ୍ତି ନେଇଥିଲେ ଯେ ଦ୍ରୌପଦୀ ତାଙ୍କ କେଶ ମୁକୁଳିତ କରି ରଖିବେ। ସେ ଯେତେବେଳେ ଯେଉଁ କୌରବ ଭାଇ ଦୁର୍ଯ୍ୟୋଧନଙ୍କର ଭାଇ ଯେ ତାଙ୍କ ରକ୍ତରେ ତାଙ୍କର କେଶ ପ୍ରକ୍ଷାଳନ କରିବେ, ତାହା ହିଁ କରିଥିଲେ। ତ ଭୀମଙ୍କର ପ୍ରତିଜ୍ଞା ମାନେ ଦୃଢ଼ ପ୍ରତିଜ୍ଞା। ତ ସିଏ ନିଷ୍ପତ୍ତି ନେଲେ ଆଜି ସୂର୍ଯ୍ୟାସ୍ତ ପୂର୍ବରୁ ମୁଁ ଦୁର୍ଯ୍ୟୋଧନଙ୍କର ନିହତ କରିବି ବୋଲି ନିଷ୍ପତ୍ତି ନେଲେ। ତ ଦୁର୍ଯ୍ୟୋଧନକୁ ମରିବାର କଥା ଯେତେବେଳେ ନିଷ୍ପତ୍ତି ନେଲେ, ଦୁର୍ଯ୍ୟୋଧନ ମଧ୍ୟ କ'ଣ କଲେ ନା ସିଏ ଦୁର୍ବାସା ଋଷିଙ୍କ ପରାମର୍ଶରେ ସିଏ ଯାଇକି ବ୍ୟାସ ସରୋବରରେ ଲକ୍ଷ୍ମୀଙ୍କର ଅଭୟ କ୍ରୋଡ଼ରେ ନିଜକୁ ନିରାପଦ ସ୍ଥାନରେ ଲୁଚିବା ସୂଚନା ପାଇ ସିଏ ଯାଇକି ସେଠି ଲକ୍ଷ୍ମୀଙ୍କ କ୍ରୋଡ଼ରେ ବିଶ୍ରାମ ନେଲେ। ତ ଲକ୍ଷ୍ମୀଙ୍କ ଅଭୟ କ୍ରୋଡ଼ରେ ଆଶ୍ରୟ ନେଲେ, କାରଣ ବ୍ୟାସ ସରୋବର ଗୋଟେ ଏମିତି ସ୍ଥଳ ଥିଲା ଯେଉଁଠି ଶତ୍ରୁ କେବେ ବଳପୂର୍ବକ ପ୍ରବେଶ କରିପାରିବନି। ଶତ୍ରୁ ଯଦି ବଳପୂର୍ବକ ପ୍ରବେଶ କରେ ତାର ଯେଉଁ ପ୍ରତିଦ୍ୱନ୍ଦ୍ୱୀକୁ ମାରିବା ପାଇଁ, ତା ଶତ୍ରୁକୁ ମାରିବା ପାଇଁ, ତାହେଲେ ବ୍ୟାସ ସରୋବରରେ ଶିବଙ୍କ ଅଭିଶାପ ଥିଲା ଯେ ଯିଏ ବଳପୂର୍ବକ ଯଦି ପ୍ରବେଶ କରିବ ତାହେଲେ ତାର ସେଇଠି ସେ ଧ୍ୱଂସ ପାଇଯିବ। ତ ସେଇଠି ଯେତେବେଳେ ସହଦେବଙ୍କ ମୁଖରୁ ଶୁଣିଲେ ଭୀମ ଯେ ଦୁର୍ଯ୍ୟୋଧନ ବ୍ୟାସ ସରୋବରରେ ଲୁଚି ରହିଛନ୍ତି ବୋଲି, ତେଣୁ ବ୍ୟାସ ସରୋବରକୁ ସେଠି ଯାଇ ପହଞ୍ଚିଲେ। ଆଉ ସେ ବ୍ୟାସ ସରୋବରରେ ସେ କ'ଣ ହେଲା, କିପରି ସେ ମହାମାନି ଦୁର୍ଯ୍ୟୋଧନ ସେ ବ୍ୟାସ ସରୋବରରୁ ବାହାରି ଆସିଲା, କିପରି ଲକ୍ଷ୍ମୀଙ୍କ କ୍ରୋଡ଼କୁ ଅବମାନନା କରି ପୁଣି ଯୁଦ୍ଧସ୍ଥଳକୁ ଆସିଲା, ଏହି ପ୍ରସଙ୍ଗରେ ଆମେ ପଢ଼ିବା। ଭୀମଙ୍କ ସିଂହନାଦ ରଡ଼ି ବିଷୟରେ ପଢ଼ିବା। ତ ଏଇଠି ବି ମଧ୍ୟ ଲେଖା ହେଇଛି, ଆମେ ପଢ଼ିବା। ବ୍ୟାସ ସରୋବରରେ ଶରଣ ନେଇଥିବା ବ୍ୟକ୍ତିକୁ ମାରିବା ପାଇଁ ଶତ୍ରୁ ବଳପୂର୍ବକ ପ୍ରବେଶ କଲେ ଧ୍ୱଂସ ପାଇଯିବ ବୋଲି ଶିବ ଅଭିଶାପ ଦେଇଥିଲେ। ସହଦେବଙ୍କ ମୁଖରୁ ଦୁର୍ଯ୍ୟୋଧନ ଏହି ନିରାପଦ ସ୍ଥାନରେ ଲୁଚିଥିବାର ସୂଚନା ପାଇ ଭୀମ ଶିବଙ୍କ ଠାରୁ ସିଂହନାଦ ପ୍ରାପ୍ତର 2ଟି ଭୟଙ୍କର ରଡ଼ି ସୂଚନା ପାଇଥିଲେ। ଭୀମ ଶିବଙ୍କ ଠାରୁ ସିଂହନାଦ ରଡ଼ି ପ୍ରାପ୍ତ ହୋଇ 2ଟି ଭୟଙ୍କର ରଡ଼ି ଦେବାରୁ ମହାଲକ୍ଷ୍ମୀଙ୍କର ଅଭୟ କ୍ରୋଡ଼ରେ ଆଶ୍ରୟ ନେଇଥିବା ଦୁର୍ଯ୍ୟୋଧନ ମହାଲକ୍ଷ୍ମୀଙ୍କ ବାରଣ ନ ମାନି
ତାଙ୍କୁ ଠେଲି ଯୁଦ୍ଧ ଦେଇ ଡାକରା ଦେଇ 70 ଗଦା ଭାର ମହାରୂପରେ ବ୍ୟାସ ସରୋବରରୁ ବାହାରି ଆସିଲେ। ଏହି ପଠିତ ବିଷୟରେ ଆମେ ଭୀମଙ୍କ ଦ୍ୱାରା ଶିବଙ୍କ ଠାରୁ ସିଂହନାଦ ପ୍ରାପ୍ତି, ତାର ବାଦନରେ ସୌରମଣ୍ଡଳର ଭୟଙ୍କର ପରିସ୍ଥିତି ସୃଷ୍ଟି, ମହାଲକ୍ଷ୍ମୀଙ୍କ ସାନ୍ତ୍ୱନାକୁ ଆଗ୍ରହ କରି ଦୁର୍ଯ୍ୟୋଧନଙ୍କ ବିରୋଚିତ ସମ୍ମୁଖ ସମରକୁ ଆଗମନ ଇତ୍ୟାଦି ବିଷୟକୁ ସୁନ୍ଦର ଭାବରେ କବି ସାରଳା ଦାସ ବର୍ଣ୍ଣନା କରିଛନ୍ତି। କବିତାକୁ ପଢ଼ିବା। ସହଦେବ ବୋଇଲା ସ୍ୱାମୀ ଶୁଣିମା ଜଗନ୍ନାଥ, ଈଶ୍ୱରଙ୍କୁ ସିଂହନାଦ ମାଗନ୍ତୁ ପବନର ସୁତ। ପବନର ସୁତ ଏଠି ଭୀମଙ୍କ ଉଦ୍ଦେଶ୍ୟରେ ଲାଗିଛି। ସହଦେବକୁ ଜଣାଥିଲା ଆଗାମ ଭବିଷ୍ୟତ ସବୁ ତିନି ପୁର କଥା। ସିଏ ସହଦେବଙ୍କର ଏଭଳି ଯେମିତି ଯୁଧିଷ୍ଠିର ଆମର ଥିଲେ ଧର୍ମରାଜ ଯୁଧିଷ୍ଠିର, ଅର୍ଜୁନ ଯେମିତି ଥିଲେ ଧନୁ ତୀର ଚଳେଇବାରେ ସିଏ ଶ୍ରେଷ୍ଠ ଥିଲେ ହେଲା, ସେମିତି ସହଦେବଙ୍କର ଗୋଟେ ବିଶେଷ ଜ୍ଞାନ ଥିଲା କ'ଣ ନା ସିଏ ସବୁ କଥା କହିପାରୁଥିଲେ, କ'ଣ କେମିତି ହେବ ସବୁ କିଏ କେଉଁଠି ଅଛି ସବୁ ତିନିପୁର କଥା କହିପାରୁଥିଲେ। ତ ସହଦେବ ବୋଇଲା ସ୍ୱାମୀ ଶୁଣିମା ଜଗନ୍ନାଥ, ଈଶ୍ୱରଙ୍କୁ ମାଗନ୍ତୁ ସିଂହନାଦ ମାଗନ୍ତୁ ପବନର ସୁତ। ପବନ ସୁତ ଏଠି ପବନ ପୁତ୍ର ବୋଧେ ଭୀମ, ଏଠି ଭୀମ। ତ ସହଦେବ ଏଠି ମନେ ପକେଇଦେଲା ଭୀମଙ୍କୁ ଯେ ତୁମେ ସିଂହନାଦ ଈଶ୍ୱରଙ୍କୁ ମାଗ। ଈଶ୍ୱର କହିଲେ ମହାଦେବ ଶିବ। ତ ଶିବଙ୍କ ପାଖରେ ସିଂହନାଦ ରଡ଼ିଥାଏ। ଆମେ ଜାଣିଛେ ଜାଣିଥିବୁ ଯେମିତି ବିଷ୍ଣୁ କ'ଣ ନା ପାଳନ କର୍ତ୍ତା, ଶିବ ସେମିତି ସଂହାର କର୍ତ୍ତା। ଯେତେବେଳେ ପୃଥିବୀରେ ମାନେ ପରିସ୍ଥିତି ଜଟିଳ ପରିସ୍ଥିତି ହୁଏ, ଶିବଙ୍କ ପାଖରେ ସେ ସିଂହନାଦ ଥାଏ। ସିଂହନାଦ ରଡ଼ି କଲେ, ସିଂହନାଦ କହିଲେ ସିଂହନାଦ, ସିଂହରେ ତିଆରି ହେଇଥିବା ଗୋଟେ ବାଦ୍ୟ ଯାହା ଶିବଙ୍କ ପାଖରେ ଥାଏ, ତାକୁ ସେଇ ଶବ୍ଦଟା ବଜେଇଲେ କ'ଣ ହୁଏ ନା ପୃଥିବୀରେ ପ୍ରଳୟ ହୁଏ ହେଲା। ପୃଥିବୀର ପ୍ରଳୟ ହୁଏ। ଯେଉଁ ଶିବ ସଂହାର କର୍ତ୍ତା, ସେ ସଂହାର କର୍ତ୍ତା ସିଂହନାଦ ବଜାନ୍ତି। ସିଂହନାଦ ରଡ଼ି କଲେ ପୃଥିବୀରେ ପ୍ରଳୟ ଆସେ। ତ ଶିବଙ୍କୁ ସିଂହନାଦ ରଡ଼ି ମାଗିବା ପାଇଁ ମାନେ ପୃଥିବୀକୁ ଜଣେ ନୁଚିଛି ହେଲା, ସେ କେତେବେଳେ ଆସିବ, ତା ପରିସ୍ଥିତି ଜଟିଳ ହେଲେ ସେମିତି ବାହାରି ଆସିବ ସିଏ। ତ ତାକୁ ବାହାର କରିବା ପାଇଁ ସିଂହନାଦ ନିହାତି ଦରକାର ବୋଲି ଯେ କହିଲା କି ସହଦେବ କହିଲା, ସିଂହନାଦ ମାଗିବା ପାଇଁ କହିଲା। ତ ଗୋବିନ୍ଦ ବି ମଧ୍ୟ କହିଲେ, ଗୋବିନ୍ଦ ବୋଇଲେ ଯେବେ ଏମନ୍ତ ଅଛି ଭୀମ, ବୁଦ୍ଧି ହରାଇ କିମ୍ପେ କଲୁ ତୁ ମତିଭ୍ରମ। ତ ଯଦି ତୁମର ସିଂହନାଦ ପାଇବାର ଅଛି ତାହେଲେ ତୁମେ ମତିଭ୍ରମ କରିବା ଦରକାର ନାହିଁ, ମାନେ ତୁମ ମନଟା ଭ୍ରମରେ ପଡ଼ିବା କିଛି ଦରକାର ନାହିଁ, ତୁମେ ବ୍ୟସ୍ତ ହେବା ଦରକାର ନାହିଁ। ଯାହାକୁ ଆମେ କହୁ କୌଣସି ଜିନିଷ କାର୍ଯ୍ୟ କରିବାକୁ ଥିଲେ ବ୍ୟସ୍ତ ବିବ୍ରତ ହେଇଯାଉ, ମତିଭ୍ରମ ହୁଏ, କ'ଣ କରିବୁ କ'ଣ ନ କରିବୁ କିଛି ସ୍ଥିର କରିପାରୁନ, ମତିଭ୍ରମ। ତ ସେମିତି ଗୋବିନ୍ଦ ମଧ୍ୟ ଭୀମଙ୍କୁ କହିଲେ ଯଦି ତୁମର ଏମିତି କିଛି ପାଇବାର ଅଛି, ଯଦି ଏମନ୍ତେ ଅଛି ଭୀମ, ବୁଦ୍ଧି ହରାଇ କିମ୍ପେ କଲୁ ତୁ ମତିଭ୍ରମ, ତାହେଲେ ତୁ ତ ବ୍ୟାସ ସରୋବରକୁ ଜବରଦସ୍ତି ପଶିବା ଦରକାର ନାହିଁ। କାରଣ ଜୋର ଜବରଦସ୍ତି ଯଦି ଶତ୍ରୁ ପଶିବ ଏଠି ଧ୍ୱଂସ ପାଇଯିବ, ତାର କିଛି କ୍ଷତି କରିପାରିବନି। ତ ଭୀମଙ୍କୁ ଏଠି ଗୋବିନ୍ଦ ମଧ୍ୟ ସ୍ମରଣ କରେଇ କହିଲେ। ତ ପ୍ରଥମରୁ ତାଙ୍କୁ ସହଦେବ କହିଥିଲେ, ଏ ଉପଦେଶ ଦେଇଥିଲେ କି ତୁମେ ସିଂହନାଦ ମାଗ ଶିବଙ୍କଠୁ। ପଛରେ ଗୋବିନ୍ଦ ତ ପାଣ୍ଡବଙ୍କ ପକ୍ଷରେ ଥିଲେ। ତ ମହାଭାରତ ଯୁଦ୍ଧରେ ଗୋବିନ୍ଦ ମଧ୍ୟ କହିଲେ କି ତୁମେ ଯଦି ଏମନ୍ତେ ପାଇବାର ଅଛି ତାହେଲେ ତୁମେ ବୁଦ୍ଧି ହରାଇ ମତିଭ୍ରମ କାହିଁ ହେଉଛ, ତୁମେ ଶିବଙ୍କୁ ସିଂହନାଦ ମାଗ। ତ ଦୁଇ ଜଣଙ୍କ ପାଖରୁ ଭୀମ ସିଂହନାଦ ମାଗିବା କଥା କାହା ପରାମର୍ଶ ପାଇଲେ ନା ପ୍ରଥମେ ତାଙ୍କୁ ସହଦେବ କହିଲେ ଏବଂ ଗୋବିନ୍ଦ ମଧ୍ୟ ଶ୍ରୀକୃଷ୍ଣ ମଧ୍ୟ ତାଙ୍କୁ ଜଣେଇଲେ। କହିଲେ ଏବେ ବହନ ତୁ ବିଶ୍ୱନାଥଙ୍କୁ ମାଗ। ବିଶ୍ୱନାଥ ଈଶ୍ୱର ଇଏ ସବୁ ଗୁଡ଼ାକ ଲାଗିଛି ଶିବଙ୍କ ଉଦ୍ଦେଶ୍ୟରେ। କହିଲେ ଏବେ ବହନ ତୁ ବିଶ୍ୱନାଥଙ୍କୁ ସିଂହନାଦ ମାଗ। ସିଂହନାଦ ଗୋଟେ ରଡ଼ି, ସିଂହର ନାଦ, ଯେଉଁଟା ସିଂହରେ ନିର୍ମିତ ଗୋଟେ ବାଦ୍ୟ, ତାକୁ ଶିବ ବଜାନ୍ତି ଯେତେବେଳେ ପ୍ରଳୟ ସୃଷ୍ଟି କରନ୍ତି, ସଂହାର କରିବାର ଥାଏ ସେତେବେଳେ ବଜାନ୍ତି। ତ ଏବେ ବହନ ତୁ ବିଶ୍ୱନାଥଙ୍କୁ ମାଗ କିଏ କହିଲେ ନା ତାଙ୍କୁ ଗୋବିନ୍ଦ ସ୍ମରଣ କରେଇଲେ। କହିଲେ ଯଦି ତୁମର ଏମନ୍ତେ କିଛି ପାଇବାର ଅଛି ତୁମେ ଗୋବିନ୍ଦକୁ ତାହେଲେ ଶିବଙ୍କୁ ବିଶ୍ୱନାଥଙ୍କୁ
ତାହେଲେ ସିଂହନାଦ ମାଗ। ରଡ଼ିର ନାଦେ ମାନ ଗୋବିନ୍ଦ ବାହାର ହେଉ ବେଗ। ତ ଯଦି ସେଇ ଯେଉଁ ସିଂହନାଦ ରଡ଼ିର ନାଦ ଶବ୍ଦ ଏଭଳି ଗର୍ଜନ ଶବ୍ଦ ହେବ, ତାହେଲେ ମାନ ଗୋବିନ୍ଦ କହିଲେ କିଏ? ନା ସିଏ ପନକ ନାରାୟଣ ଥିଲା ଗୋଟେ ମାନ ଗୋବିନ୍ଦ ମାନ ଗୋବିନ୍ଦ ନାରାୟଣ ପନକ ନାରାୟଣ। ଯେ ସେ ପନକ ନାରାୟଣ ଥିଲା ବୋଲି ମହାମାନି ମଧ୍ୟ ତାକୁ କୁହାଯାଏ। ମହାମାନି ଦୁର୍ଯ୍ୟୋଧନ ସେ ଚାଲିଗଲେ ପୃଥିବୀ 70 ଲକ୍ଷ ପଦ୍ମ ଭାର ତାକୁ ପଦ୍ମ ଫୁଟେ ତା ଗୋଟେ ପାଦ ଚାଲିରେ। ତ ତାକୁ ସେ ପନକ ନାରାୟଣ ତାକୁ ମାନ ଗୋବିନ୍ଦ ବୋଲି କୁହାଯାଏ। ତେଣୁ କହିଲେ ଗୋବିନ୍ଦ ଶ୍ରୀକୃଷ୍ଣ କହିଲେ ଯଦି ଏମନ୍ତ ଅଛି ତାହେଲେ ତୁମେ ବିଶ୍ୱନାଥଙ୍କୁ ସିଂହନାଦ ମାଗ, ତାର ରଡ଼ି ଶବ୍ଦରେ ମାନ ଗୋବିନ୍ଦ ବାହାର ଆସୁ। ବେଗ କହିଲେ ଶୀଘ୍ର ବାହାରି ଆସୁ। ଧ୍ୟାନେନ ଚିନ୍ତିଲା ସେ ପାଣ୍ଡବ ସୁନ୍ଦର। ପାଣ୍ଡବ ସୁନ୍ଦର କହିଲେ ଭୀମ। ଶ୍ରୀକୃଷ୍ଣଙ୍କ ପରାମର୍ଶରେ ସେ ମଧ୍ୟ କ'ଣ କଲା ନା ଶିବଙ୍କୁ ଧ୍ୟାନ କଲା, ମାନେ ତପସ୍ୟା କଲା। ତ ତପସ୍ୟା କଲା ଯେତେବେଳେ ପାଣ୍ଡବ ସୁନ୍ଦର ମାନେ ଭୀମ ଶିବଙ୍କୁ ଧ୍ୟାନ କଲା, ତ ଶିବଙ୍କର ଆସନ କମ୍ପି ଉଠିଲା। ଶୂଳଧର ମଧ୍ୟ ଶିବ ତ୍ରିଶୂଳ ଧାରଣ କରିଥିବାରୁ ତାଙ୍କ ଶୂଳଧର ବୋଲି କୁହାଯାଉଛି। ତ ଆସନ କମ୍ପିଲା ଯେ ଦେବ ଶୂଳଧର କହିଲେ ଶିବଙ୍କର ଆସନ ଥରହର ହେଇ ଉଠିଲା। ବୁଝିଗଲୁ? ଏଇଟାକୁ ଆଉ ଥରେ ଦେଖ। ସହଦେବ ବୋଇଲା ସ୍ୱାମୀ ଶୁଣିମା ଜଗନ୍ନାଥ। କହିଲେ ସ୍ୱାମୀ ତୁମେ ଶୁଣ, ମାନେ ତାଙ୍କ ବଡ଼ ଭାଇ କହିଲେ ସହଦେବଙ୍କ ବଡ଼ ଭାଇ ଭୀମ କହିଲେ ସ୍ୱାମୀ ତୁମେ ଶୁଣ, ଈଶ୍ୱରଙ୍କୁ ସିଂହନାଦ ପବନର ସୁତ। ତ ଭୀମ ମଧ୍ୟ ସିଏ ତ ଅଲଗା ଆହୁରି ଆର ବଡ଼ ଉପାଖ୍ୟାନ ଅଛି। ତ ପବନଙ୍କ ଠାରୁ ପୁତ୍ର ପାଇଥିଲେ, କୁନ୍ତି ପାଇଥିଲେ ପବନଙ୍କଠୁ, ସେଇ ଭୀମଙ୍କୁ ପାଇଥିବାରୁ ତାଙ୍କୁ ପବନ ପୁତ୍ର ବୋଲି କୁହାଯାଏ। ପବନ ପୁତ୍ର ତୁମେ ଈଶ୍ୱରଙ୍କୁ ମାଗ ବୋଲି ସିଂହନାଦ ମାଗ। ତ ଗୋବିନ୍ଦ ମଧ୍ୟ ତାଙ୍କୁ କହିଲେ, ଉପଦେଶ ଦେଲେ ଯଦି ଏମନ୍ତ ଅଛି ତାହେଲେ ତୁମେ ଶୀଘ୍ର ମତିଭ୍ରମ ହେବାର କିଛି ଆବଶ୍ୟକ ନାହିଁ, ତୁମେ ଶୀଘ୍ର ବିଶ୍ୱନାଥଙ୍କୁ ସିଂହନାଦ ମାଗ। ତ ସହଦେବ ଆଉ ଗୋବିନ୍ଦଙ୍କ ପାଖରୁ ଏପରି ଉପଦେଶ ଶୁଣି ତ ସେ କ'ଣ କଲେ ନା ପାଣ୍ଡବ ସୁନ୍ଦର ଯେ ଭୀମ ସେ କ'ଣ କଲେ ନା ଶୂଳଧର ଶିବଙ୍କୁ ତପସ୍ୟା କଲେ। ତାଙ୍କର ତପସ୍ୟାର ବଳ ଏତେ ହେଲା ଯେ ଶିବଙ୍କର ଆସନ ମଧ୍ୟ ଥରହର ହେଇ ଉଠିଲା, ଆସନ କମ୍ପି ଉଠିଲା। ଧ୍ୟାନେନ ଜାଣିଲେ ସେ ଦେବ ପଶୁପତି, ଈଶ୍ୱରେ ବୋଇଲେ ଦେବୀ ଶୁଣଗୋ ପାର୍ବତୀ। ତ ଧ୍ୟାନ ବଳରେ ଈଶ୍ୱର ଜାଣିପାରିଲେ ଯେ ତାଙ୍କର ଆସନ ଯେଉଁ କମ୍ପି ଉଠିଲା, ତାଙ୍କର କେଉଁ ଭକ୍ତ ଏପରି ତାଙ୍କୁ ଚିନ୍ତା କଲା ଯେ ସେଥିପାଇଁ ସିଏ ତାଙ୍କ ଆସନ କମ୍ପି ଉଠିଲା। ତାଙ୍କ ଆସନର କାରଣ ଜାଣିବା ପାଇଁ ସିଏ ମଧ୍ୟ ଧ୍ୟାନ ବଳରେ ଜାଣିପାରିଲେ ଯେ ତାଙ୍କୁ ଭୀମ ମାଗୁଛନ୍ତି ସିଂହନାଦ ରଡ଼ି ପାଇବା ଉଦ୍ଦେଶ୍ୟରେ ସେ ଧ୍ୟାନ କରୁଛନ୍ତି, ତପସ୍ୟା କରୁଛନ୍ତି ବୋଲି ଜାଣିଲେ। ଧ୍ୟାନେନ ଜାଣିଲେ ସେ ଦେବ ପଶୁପତି, ଈଶ୍ୱରେ ବୋଇଲେ ଦେବୀ ଶୁଣଗୋ ପାର୍ବତୀ। ତ ଈଶ୍ୱର ସେଠୁ ଦେବୀ ପାର୍ବତୀଙ୍କ ପରାମର୍ଶ ନେଲେ ହେଲା। ତ ପଶୁପତି କହିଲେ ଶିବ, ଶୂଳଧର କହିଲେ ଶିବଙ୍କ ଉଦ୍ଦେଶ୍ୟରେ ଲାଗିଲା। ଯେତେବେଳେ ଭୀମ ଧ୍ୟାନ କଲେ ତପସ୍ୟା କଲେ, ତାଙ୍କ ତପସ୍ୟା ବଳରେ ଶିବଙ୍କର ଆସନ କମ୍ପି ଉଠିଲା। ତ ତାଙ୍କର ଆସନ କମ୍ପି ଉଠିବା ଫଳରେ ସେ କ'ଣ କଲେ ନା ତାଙ୍କ ଧ୍ୟାନ ବଳରେ ସେ ଜାଣିପାରିଲେ ତାଙ୍କୁ ପବନର ସୁତ ଯିଏ ଅଛନ୍ତି କିଏ ନା ଭୀମ, ପାଣ୍ଡବ ସୁନ୍ଦର ବୋଲି କୁହାଯାଇଛି। ସିଏ ତାଙ୍କୁ ଧ୍ୟାନ କରୁଛନ୍ତି, ତପସ୍ୟା କରୁଛନ୍ତି। କେଉଁ କାରଣ ପାଇଁ ନା ସିଂହନାଦ ରଡ଼ି ପାଇଁ। ସିଏ ଈଶ୍ୱର କ'ଣ କଲେ ନା ପାର୍ବତୀଙ୍କୁ ଈଶ୍ୱରୀ ବୋଲି କୁହାଯାଏ, ଶିବଙ୍କୁ ଈଶ୍ୱର ବୋଲି କୁହାଯାଏ। ତ ସିଏ ପାର୍ବତୀଙ୍କ ପରାମର୍ଶ ନେଲେ। କ'ଣ କହିଲେ ନା ଆମ୍ଭନ୍ତ ସିଂହନାଦ ମାଗୁଅଛି ବୀର ଭୀମା ହେଲା। ବୀର ଭୀମ ଆମକୁ ସିଂହନାଦ ମାଗୁଅଛି ବୋଲି କହିଲେ। ତୁମ ବିଚାରକୁ କିସ ଯୋଗାଇ ଗୋ ଉମା ମଧ୍ୟ ଦେବୀ ପାର୍ବତୀ। ତ ତୁମ ବିଚାରକୁ କିସ, ତୁମେ କ'ଣ ବିଚାର କରୁଛ? ପାର୍ବତୀଙ୍କ ପାଖରୁ ପରାମର୍ଶ ନେଉଛନ୍ତି ଶିବ, କହୁଛନ୍ତି ଆମକୁ ସିଂହନାଦ ବୀର ଭୀମ ମାଗୁଛନ୍ତି, ତୁମେ ଏ ପ୍ରସଙ୍ଗକୁ କିପରି ବିଚାରକୁ ନେଉଛ, ମାନେ ଦବା କି ନ ଦବା। ଈଶ୍ୱର ପାର୍ବତୀଙ୍କର ପରାମର୍ଶ ନେଉଛନ୍ତି। ପାର୍ବତୀ ବୋଇଲେ ଭୀମସେନ ଆମ ଉପକାରୀ କହିଲେ ଯିଏ ଆମର ଉପକାର କରିଛି, ଉପକାରୀ। ଯେ ପାର୍ବତୀ ବୋଇଲେ ଭୀମସେନ ଆମ ଉପକାରୀ କହିଲେ ଥରେ କ'ଣ ହେଇଥିଲା ନା, କାହିଁକି ଉପକାରୀ ବୋଲି କହିଛନ୍ତି ନା ଅଶ୍ଳେଷା ଦୈତ୍ୟ, ଅଶ୍ଳେଷ ରାକ୍ଷସ ସବୁ ସମୟରେ ଦେଖିଥିବୁ କୁହାଯାଏ ଯେ ରାକ୍ଷସ ମାନେ ଈଶ୍ୱରଙ୍କ ଉପରେ ଆକ୍ରମଣ କରନ୍ତି
ହେଲା। ସେମିତି ଥରେ କ'ଣ ହେଇଥିଲା ନା ଈଶ୍ୱରଙ୍କ କୈଳାସ ପର୍ବତ ଯେଉଁଠି ଈଶ୍ୱର ବାସ କରନ୍ତି, ସେଇ କୈଳାସ ପର୍ବତରେ କ'ଣ ହେଇଥିଲା ନା ଅଶ୍ଳେଷା ବୋଲି ଗୋଟେ ରାକ୍ଷସଟେ ଦୈତ୍ୟଟେ ଅସୁରଟେ ଥିଲା। ସେ ଅସୁର ଦୈତ୍ୟ କ'ଣ କରିଥିଲା ନା କୈଳାସକୁ ଓପାଡ଼ିକି ନେଇଯାଉଥିଲା। ହେଲା, କୈଳାସ ପର୍ବତ ଶିବଙ୍କର ବାସସ୍ଥଳୀ। ତ ସେଇଠୁ କ'ଣ ହେଇଥିଲା ନା ସେ କୈଳାସ ନେଉଥିଲା ବେଳେ ସେତେବେଳେ ଋଷିମୁଖ୍ୟ ପର୍ବତରେ ମାନେ ପାଣ୍ଡବମାନେ ଯେତେବେଳେ 14 ବର୍ଷ ବନବାସ ଯାଇଥିଲେ, ଯେଉଁ ଏଇ ପଶାପାଲି ଖେଳରେ ହାରିକିନି ପାଣ୍ଡବମାନେ ଯାଇଥିଲେ। ତ ଯେତେବେଳେ ସେ ପାଣ୍ଡବ ଯାଇଥିଲେ ସେତେବେଳେ ସେ ଋଷିମୁଖ୍ୟ ପର୍ବତରେ ଯେତେବେଳେ ସେ ରହୁଥିଲେ, ଥରେ ବନବାସ ତ ଯାଇଛନ୍ତି, ରାଜ ଛାଡ଼ିକି ଯାଇଛନ୍ତି। ତ ସେଇ ସମୟ ଯେତେବେଳେ ରହୁଥିଲେ ସେତେବେଳେ କୈଳାସ ପର୍ବତକୁ ଅଶ୍ଳେଷା ଦୈତ୍ୟ ଉପାଡ଼ିକି ନେଉଥିଲା। ତ ସେ ଅଶ୍ଳେଷା ଦୈତ୍ୟକୁ ମାରିକିନି ଋଷିମୁଖ୍ୟ ପର୍ବତରେ ଭୀମ ରହୁଥିଲା ବେଳେ ସେ ଅଶ୍ଳେଷା ଦୈତ୍ୟକୁ ସେ ସେତେବେଳେ ନିଧନ କରିଥିଲେ ଆଉ କୈଳାସ ପର୍ବତକୁ ଅସୁର କବଳରୁ ମୁକ୍ତ କରିଥିଲେ। ତ ସେତେବେଳେ ତାକୁ ଭୀମ ଈଶ୍ୱର କହିଥିଲେ, ତାଙ୍କୁ ତପ ବର ଦେବା ପାଇଁ ଯାଚିଥିଲେ। ସିଏ ସେତେବେଳେ କହିଥିଲେ ଯେତେବେଳେ ମୋର ଆବଶ୍ୟକ ପଡ଼ିବ ମୁଁ ସେତେବେଳେ ବର ମାଗିକି ନେବି। ହେଲା, ତ ସେ ଏବେ ତ ତାଙ୍କର ଆବଶ୍ୟକ ପଡ଼ିଛି ଶିବଙ୍କ ଠାରୁ ସିଂହନାଦ ରଡ଼ି ମାଗିବା। ତ ସେଇ କଥାକୁ ଯେଉଁ ଭୀମ କହୁନାହାନ୍ତି, ଭୀମ ଉପକାର କରିଛନ୍ତି ବୋଲି ପାର୍ବତୀ ଶିବଙ୍କୁ ମନେ ପକାଇ ଦେଉଛନ୍ତି। ସେଇଥିପାଇଁ କହିଛନ୍ତି ଉପକାରୀ। ପାର୍ବତୀ ବୋଇଲେ ଭୀମସେନ ଆମ ଉପକାରୀ, ବେଳେ ବେଳେ ପାଣ୍ଡବ ଆମ କୈଳାସକୁ କଇଁ ଉଦ୍ଧାରୀ। ବେଳା କ'ଣ ଥିଲା ନା ଗୋଟେ ସମୟ ଥିଲା ଯେତେବେଳେ ପାଣ୍ଡବେ ଆମ କପିଳାସକୁ ଉଦ୍ଧାର କରିଥିଲେ। ସତ୍ୟ ମନାଇଛି ଦେବ ଯେ ତ୍ରିପୁରାରୀ, ଈଶ୍ୱର ତ୍ରିପୁରାରୀ। ମାନେ କହିଲେ ତୁମେ ତ ସତ୍ୟ ମନେ କରିଛ, ମାନେ ସତ୍ୟ କରିଛ, ସତ୍ୟ ମନେଛ। ତ ସତ୍ୟ କରିଥିଲ କ'ଣ ନା ଯେ ତୁମେ ତାଙ୍କୁ ବର ଦେବାର ଥିଲା, ତୁମେ ତାଙ୍କୁ ଯାଚିଥିଲ ବର, ସିଏ ଯେତେବେଳେ ନେଇନଥିଲେ ତୁମେ ସତ୍ୟ କରିଥିଲ ତୁମେ ଯେତେବେଳେ ଆବଶ୍ୟକ ପଡ଼ିବ ମୁଁ ତୁମକୁ ସାହାଯ୍ୟ କରିବି ଦେବି ବୋଲି। ତ ଯେହେତୁ ତୁମେ ସତ୍ୟ କରିଥିଲ, ଯେହେତୁ ସେମାନେ ଆମର ଉପକାରୀ, ତ ସେମାନଙ୍କର ବିପଦ ସମୟରେ ସାହାଯ୍ୟ କରିବା ଆମର ମଧ୍ୟ କର୍ତ୍ତବ୍ୟ। ତ ଏ କଥା କିଏ କହିଛି? ପାର୍ବତୀ ମନେ ପକାଇ ଦେଇଛନ୍ତି ଶିବଙ୍କୁ। କାରଣ ଶିବ ପାର୍ବତୀଙ୍କର ପରାମର୍ଶ ନେଇଛନ୍ତି। ଯେତେବେଳେ ତାଙ୍କ ଆସନ କମ୍ପି ଉଠିଲା ସେତେବେଳେ ସେ କହିଲେ, ଯେତେବେଳେ ଧ୍ୟାନେ ନ ଜାଣିଲେ ଦେବ ପଶୁପତି, ଈଶ୍ୱରେ ବୋଇଲେ ଦେବୀ ଶୁଣ ଗୋ ପାର୍ବତୀ, ଆମ୍ଭନ୍ତ ସିଂହନାଦ ମାଗୁଅଛି ବୀର ଭୀମା, ତୁମ ବିଚାରକୁ କିସ ଯୋଗାଇ ଗୋ ଉମା। ହେଲା, ଉମା କହିଲେ ପାର୍ବତୀଙ୍କୁ ଯେତେବେଳେ ପଚାରିଲେ ପାର୍ବତୀ ତାଙ୍କୁ କ'ଣ ଉପଦେଶ କହିଲେ, କ'ଣ ପରାମର୍ଶ ଦେଲେ ନା ଭୀମସେନ ହେଉଛି ଆମ ଉପକାରୀ, ସିଏ ଅଶ୍ଳେଷା ଦୈତ୍ୟକୁ ଆମ ଅଶ୍ଳେଷା ଦୈତ୍ୟ କବଳରୁ ଆମ କପିଳାସକୁ ରକ୍ଷା କରିଥିଲା। ତ ଆମେ ସତ୍ୟ ମନେ ଆସିଥିଲେ ତାଙ୍କୁ ବର ପ୍ରଦାନ କରିଥିଲେ। ତ ଏବେ ଯେତେବେଳେ ସିଏ ଆମକୁ ବର ମାଗୁଛି ତ ଆମ ଦେବା ହିଁ ଆମର କର୍ତ୍ତବ୍ୟ। ବୁଝିପାରିଲୁ? ତ ସେ କଥା କହୁଛି, ପାଣ୍ଡବଙ୍କ ହେତୁ ତୁମ୍ଭେ ବର୍ତ୍ତି ଅଛ ତ୍ରିଲୋଚନ, ପାର୍ବତୀ ବୋଇଲେ ସିଂହନାଦ ଦିଅ ଶିବହନ। ତୁମେ ବହନ ଦିଅ, ତୁରନ୍ତ ଦିଅ, କାରଣ ତୁମେ ସତ୍ୟ ମନେ ଆସିଛ। ଏବଂ ତୁମେ ମଧ୍ୟ କ'ଣ କର ନା ପାଣ୍ଡବଙ୍କ ହେତୁ ତୁମ୍ଭେ ବର୍ତ୍ତି ଅଛ ତ୍ରିଲୋଚନ, ପାଣ୍ଡବଙ୍କ ଯୋଗୁଁ ତୁମେ ବର୍ତ୍ତି ଯାଇଥିଲ, ବିପଦରୁ ବର୍ତ୍ତିଥିଲ, ଉଦ୍ଧାରିଥିଲ। ସଙ୍କଟ କାଳେ ତୁମ୍ଭନ୍ତି ଉଦ୍ଧାରନ୍ତି ପୁଣ, ଦିଅସି ସିଂହନାଦ ପ୍ରସନ୍ନ ବଦନେନ। ତୁମେ ପ୍ରସନ୍ନ ବଦନରେ ଖୁସି ହେଇକିନି ପାଣ୍ଡବଙ୍କୁ ସିଂହନାଦ ଦିଅ। ସିଂହନାଦ କିଏ ମାଗୁଥିଲା? ଭୀମ ମାଗୁଥିଲା। ତ ତପସ୍ୟା କରୁଥିଲା, ତା ତପସ୍ୟା ବଳରେ ଶିବଙ୍କର ଆସନ କମ୍ପି ଉଠିଲା। ଆସନ କମ୍ପି ଉଠିବା ଫଳରେ ଶିବ ପାର୍ବତୀଙ୍କ ପରାମର୍ଶ ନେଲେ। ପାର୍ବତୀ କହିଲେ ସିଏ ଆମ କପିଳାସକୁ ଉଦ୍ଧାର କରିଥିଲା, ତ ବିପଦ ସମୟରେ ତୁମେ ଉଦ୍ଧାର କରିଥିବାରୁ ସିଏ ଆମ ଉପକାରୀ ଅଟେ, ତୁମେ ସତ୍ୟ କରିଛ, ତୁମେ ତାଙ୍କୁ ଦିଅ। ବୁଝିଗଲୁ ଏ ବିଷୟଟା? ଆଉ ତୁମେ କିପରି ଦେବାକୁ କହିଲେ ନା ତୁମେ ପ୍ରସନ୍ନ ଦିଅସି ସିଂହନାଦ ପ୍ରସନ୍ନ ବଦନରେ ଖୁସି ମନରେ ତାଙ୍କୁ ଦିଅ। ତ ଘନ ଘନ ଆସନ କମ୍ପଇ ସଦାନନ୍ଦଙ୍କର ଏଭଳି ମଧ୍ୟ ଭୀମଙ୍କର ତପସ୍ୟା ବଳ ଥିଲା, ତାଙ୍କର ଆସନ କମ୍ପି ଉଠୁଥିଲା। ତ ଚିରିକୁଟିରୁ କାଢ଼ିଦେଲେ ସେ ସିଂହନାଦ। ଚିରିକୁଟି କହିଲେ ପିଠିରେ ପଡ଼ିଥିବା ଗୋଟେ ମୁଣା। ଯେତେବେଳେ ଧନୁଶର ଜଣେ ଚଳାଏ ତା ହାତରେ ଧନୁଟା ଥାଏ, ତା ଡାହାଣ ପଦ ହାତରେ ଗୋଟେ ମୁଣା ବନ୍ଧା ହେଇଥାଏ, ସେ ମୁଣାଟାକୁ ଚିରିକୁଟି କହନ୍ତି। ଏଠି ଚିରିକୁଟିରୁ ମୁଣାରୁ ଯେମିତି ସେଠି ତାର ତୀର ରହିଥାଏ, ସେମିତି ଆଙ୍କର ଯାହା ସବୁ ଯୁଦ୍ଧ ପାଇଁ ଅସ୍ତ୍ର ସବୁ ଥାଏ ବା ଯେଉଁ ସବୁ ନିଜର ଆବଶ୍ୟକ ସାମଗ୍ରୀ ସିଏ ଯେମିତି ପିଠି ପଟରେ ଜଣେ ପାଖରେ ରଖି ବସିଥାଏ, ସେମିତି ସେଠି କୁହାହେଉଛି ଶିବ ମଧ୍ୟ ତାଙ୍କ ଯେମିତି ଚିରିକୁଟିରେ ରଖିଥିଲେ ସିଂହନାଦ ରଡ଼ି,
ସେ ସେମିତି ହିଁ ବାହାର କରିଦେଲା। ଆମ ଶିବଙ୍କୁ ଦେଖିଲା ବେଳେ କ'ଣ ଚିରିକୁଟି ଦେଖାଯାଏ କି? ଦେଖାଯାଏ ନା। ଆମକୁ ଗୋଟେ କୁହାଯାଉଛି ଯେମିତି ମୋ ପାଖେ ପାଖେ ଗୋଟେ ଜିନିଷ ଅଛି, ମୁଁ କୋଉ କୋଉ ବାହାର କରିଦେବି, ସେମିତି ଶିବଙ୍କ ପାଖେ ପାଖେ ଯେମିତି ଚିରିକୁଟିରେ ଥିଲା ସେ ଯେମିତି ବାହାର କରିଦେଲେ। ହଉଛି ଗୋଟେ ଅଳଙ୍କାର ଗୋଟେ ଦିଆହେଉଛି, ଉପମା ଦିଆହେଉଛି। ଚିରିକୁଟିରୁ କାଢ଼ିଦେଲେ ସେ ସିଂହନାଦ ବାହାର କଲେ। ତ କ'ଣ କହିଲେ ସିଂହନାଦକୁ? ଈଶ୍ୱର ବୋଇଲେ ତୁ ବହନ ହୋଇଯିବୁ। ବହନ କହିଲେ ଶୀଘ୍ର, ତୁ ଶୀଘ୍ର ଶୀଘ୍ର ଯିବୁ, ତୁ ବହନ ହୋଇଯିବୁ। ତିନି ଘାନ୍ତି ମାତ୍ରକ ଶବଦ ଭୀମସେନକୁ ସହିବୁ। ଭୀମସେନକୁ ତୁ ଯେତେବେଳେ ଇଏ ତ ଏତିକି ଥିଲା, ଖାଲି ଆମେ ଜାଣିଲେ ଭୀମ ଯାଇକି ଦୁର୍ଯ୍ୟୋଧନ ଯାଇକିନି ଭୀମ କବଳରୁ ରକ୍ଷା ପାଇବା ପାଇଁ ବ୍ୟାସ ସରୋବରରେ ଲୁଚିଗଲା ହେଲା, ଏତିକି ଅଛି ନା। ତ ସେଠି ଯେତେବେଳେ ସେ ଲୁଚିବାକୁ ଯାଇଥିଲା, ତା ପଛରେ ଆହୁରି ଗପ ଅଛି। ଯେତେବେଳେ ଲୁଚିବାକୁ ଯାଇଥିଲା ଲକ୍ଷ୍ମୀ ତାକୁ ବହୁତ ଭଲ ପାଉଥିଲେ, କାହିଁକିନା ସିଏ ପନ୍ନଗ ନାରାୟଣ ବୋଲି ତାକୁ କୁହାଯାଏ, ଦ୍ୱିତୀୟ ନାରାୟଣ। ତ ସିଏ ଯେଉଁ ପନ୍ନଗ ନାରାୟଣ, ତା ସହିତ ମାନ ଗୋବିନ୍ଦ ତା ନା, ସେ ପନ୍ନଗ ନାରାୟଣ ହେଇଥିବାରୁ ତାକୁ ଲକ୍ଷ୍ମୀ ବହୁତ ଭଲ ପାଉଥିଲେ, ନିଜ ପୁଅ ଭଳି ଭଲ ପାଉଥିଲେ। ତାକୁ ଏଭଳି ଭଲ ପାଉଥିଲେ, ତାକୁ ତାଙ୍କ କୋଡ଼ରେ ଶୋଇ ଦେଇଥିଲେ ହେଲା। ତାକୁ ଯେତେବେଳେ କହିଥିଲେ ତୁ ମାନେ ଯେତେବେଳେ କୋଡ଼ରେ ଶୋଇ ଦେଇଥିଲେ, ତାକୁ କହିଲେ ଲକ୍ଷ୍ମୀ ଜାଣିଥିଲେ ଯେ ନିଶ୍ଚିତ ଭାବରେ ଭୀମ ଆସି ଏଠି ପହଞ୍ଚିବ, କାରଣ ଶ୍ରୀକୃଷ୍ଣ ଅଛନ୍ତି। କିଛି ନା ସହଦେବ ଶ୍ରୀକୃଷ୍ଣ ଅଛନ୍ତି, ଶ୍ରୀକୃଷ୍ଣ ନିଜେ ହିଁ କହିବେ, କାରଣ ସିଏ ତ କହିଥିଲେ ଧର୍ମଯୁଦ୍ଧ। ନିଶ୍ଚିତ ଭାବରେ ସିଏ ମଧ୍ୟ ଲକ୍ଷ୍ମୀ ଜାଣିଥିଲେ ଇଏ ଅନ୍ୟାୟ କରିଛି, ଅନ୍ୟାୟର ଆଶ୍ରୟ ନେଇଛି, ମାନେ ନିଶ୍ଚିତ ଆର ନିଧନ ହେବ। ତେଣୁ ଯେହେତୁ ଜଣେ ପୁଅ, ସିଏ ତାକୁ ପୁଅ ବୋଲି ଭଲ ପାଉଥିଲେ, ସେ ଜାଣିଥିଲେ ଯେ ନିଶ୍ଚିତ ଭୀମ ଏଠି ଆସି ପହଞ୍ଚିବ। ତେଣୁ ସିଏ ଆଗରୁ ତାକୁ କହିଥିଲେ ତୁ 7 ଥର ରଡ଼ି ଦେବ ଭୀମ, ତୁ 7 ଥର ଯାକ ସହିଯିବୁ, କିଛି ବାହାରିବୁନି ହେଲା। ତ ଜାଣିଥିଲେ ଏ ଅନ୍ୟାୟର ଆଶ୍ରୟ ନେଉଛି, ତଥାପି ତାକୁ ପୁଅ ଭଳି ଭଲ ପାଉଥିବାରୁ ତାକୁ ବୁଝେଇକିନି କହିଥିଲେ, ବୁଝିପାରିଲେ। କିନ୍ତୁ ଲକ୍ଷ୍ମୀ ଏଠି ସିଏ ତ 7 ଥର ସହିବାକୁ କହିଥିଲେ। ଭୀମ ଯେତେବେଳେ ଈଶ୍ୱରଙ୍କୁ ସିଂହନାଦ ମାଗିଲା, ସିଂହନାଦ ମାତ୍ର 3 ଥର ଆସିଛି, ବୁଝିପାରିଲେ। ଶିବ କହିଲେ ମାତ୍ର 3 ଘାନ୍ତି, 3 ଘାନ୍ତି ମାନେ 3 ଥର ହେଲା। 3 ଥରର ରଡ଼ି ମାତ୍ର ତାକୁ ଭୀମକୁ ଦେବୁ ହେଲା। ତ 3 ଘାନ୍ତି ମାତ୍ରକ ଶବଦ ଭୀମସେନକୁ ସହିବୁ। ତ ସିଂହନାଦକୁ ପ୍ରେରଣ କଲେ କିଏ? ବହନ ହୋଇଯିବୁ କହିଲେ। ଈଶ୍ୱର ବୋଇଲେ ତୁ ବହନ ହୋଇଯିବୁ, 3 ଘାନ୍ତି ମାତ୍ରକ ଶବଦ ଭୀମସେନକୁ ସହିବୁ। ସିଂହନାଦ ଆସନ୍ତେ ପ୍ରସର ପବନ, ଖୁବ୍ ଜୋରରେ ପବନ ବହିଲା। ପ୍ରସର ପବନ ସଦୃଶ ଭଳିଆ ବେଗ ତାର ଥିଲା, ଯେମିତି ସୁ ସୁ ଗର୍ଜନ କରି ଆସିଲା। ସିଂହନାଦ ଆସନ୍ତେ ପ୍ରସର ପବନ, ଏଭଳି ଶବ୍ଦ କରି ସିଂହନାଦ ଆସି ପହଞ୍ଚିଲା। ଶବଦେ କମ୍ପୁଛି ମୃତ୍ୟୁ ଯେ ଭୁବନ, ପୁରା 3 ଲୋକ ମୃତ୍ୟୁ ଭବନ ପର୍ଯ୍ୟନ୍ତ ତା ସୁ ସୁ ଶବ୍ଦ କମ୍ପି ଉଠିଲା ପୁରା। କଳା କଳ ଜାଣି ବିକାଶୀ ସିଂହନାଦ ଜ୍ୟୋତି, ଆଦିତ୍ୟ ହୁଁ ସତ୍ୟ ଗୁଣ ତେଜ ବିକାଶନ୍ତି। ତାର ବେଗ, ଶବ୍ଦର ବେଗ ଏତେ ଥିଲା ଯେ ମୃତ୍ୟୁ ଭୁବନ ପୁରା କମ୍ପି ଉଠିଲା ହେଲା। ପୁରା ପୃଥିବୀ କମ୍ପି ଶବ୍ଦ ଶୁଭାଗଲା। ଆଉ ସିଏ ତାହାର ମଧ୍ୟ ତେଜ ଏଭଳି ଥିଲା, ମାନେ ଗୋଟେ ଲାଇଟ୍ ଯେମିତି ଆସେ ନା, ଆକାଶରୁ ଆସୁଥିବ, ସୁ ସୁ ଗର୍ଜନ ଶୁଭୁଥିବ, ଏବଂ ତା ଆଲୋକ ମଧ୍ୟ ଏପରି ଥିବ ଯେ ଆଦିତ୍ୟ କହିଲେ ସୂର୍ଯ୍ୟଙ୍କଠୁ 100 ଗୁଣ ପୁରା ତାର ପୁରା ଲାଇଟ୍ ଆଲୋକ ଦେଖାଯାଉଥିଲା। ତ ଶବଦେ କମ୍ପୁଛି ମୃତ୍ୟୁ ଯେ ଭୁବନ, କଳା କଳ ଜାଣି ବିକାଶୀ ସିଂହନାଦ ଜ୍ୟୋତି, ଆଦିତ୍ୟ ହୁଁ କହିଲେ ସୂର୍ଯ୍ୟଙ୍କ ଠାରୁ 7 ଗୁଣ ତେଜ ବିକାଶନ୍ତି। କିଏ? କାହାର ତେଜ ଥିଲା? କାହାର? ସିଂହନାଦର ଶବ୍ଦ ଥିଲା ପବନ ଭଳି ଶବ୍ଦ ଥିଲା, ଯିଏ ମୃତ୍ୟୁ ଭୁବନକୁ ପୁରା ପହଞ୍ଚି ପୁରା ହଲେଇ ଦେଉଥିଲା। ତ ତା ତେଜ କିପରି ଥିଲା ନା, ସୂର୍ଯ୍ୟଙ୍କ ଠାରୁ 100 ଗୁଣ ତେଜ ଥିଲା। ଅନ୍ତରୀକ୍ଷରେ ଆସିଲା, ମାନେ ଆକାଶ ମାର୍ଗରେ ଆସିଲା। ଅନ୍ତରୀକ୍ଷ ଆସି ପ୍ରବେଶ ହୋଇଲା ବ୍ୟାସ ସରୋବର ତୀରେ। ବ୍ୟାସ ସରୋବର ତୀର କହିଲେ କୂଳରେ ଥିଲା ଭୀମ ଏଇଠି ବ୍ୟାସ ସରୋବର କୂଳରେ ରହିକିନି ତପସ୍ୟା କରୁଥିଲା ଶିବଙ୍କୁ। ଅନ୍ତରୀକ୍ଷରେ ଆସି ମଧ୍ୟ ସିଂହନାଦ ଆସି ବ୍ୟାସ ସରୋବର ତୀରରେ ପ୍ରବେଶ ହେଲା। ପାଣ୍ଡବ ସୁନ୍ଦର ଭୀମ ଧଇଲା ତା କରେ, ନିଜ କରରେ ଧଇଲା। ସିଂହନାଦ ଆସି ପହଞ୍ଚିଲା, ପାଣ୍ଡବ ସୁନ୍ଦର ଭୀମ ମଧ୍ୟ କ'ଣ କହିଲା? ତାକୁ ହାତରେ ଧଇଲା। ଆରେ ଆରେ ନିଶତ କିମ୍ପା ହେଉ ମାନ ଗୋବିନ୍ଦ। ନିଶତ କହିଲେ ଶୋଇପଡ଼ିଛୁ କି ହେଲା। ଆରେ ଶୋଇପଡ଼ିଛୁ କି ମାନ ଗୋବିନ୍ଦ। ଯେତେବେଳେ ସିଂହନାଦ ଆସି ପହଞ୍ଚିଗଲା, ସିଏ ଗର୍ଜନ କରି କହିଲା, ଆରେ ନିଶତ କିମ୍ପା ହେଉ ମାନ ଗୋବିନ୍ଦ, କରେ ଧରି ପାଣ୍ଡବ ତାହା ଚୁମ୍ବିଲା ସିଂହନାଦ ହେଲା। ତୁ ଶକ୍ତିହୀନ ତେଜହୀନ ହୋଇ ଶୋଇପଡ଼ିଲୁ କି?
ତ ଏଇ କଥା କହି ହାତରେ ଧରି ଆମେ ଗୋଟେ ଅତି ପ୍ରିୟ ଜିନିଷକୁ ପାଇଗଲେ ଯେମିତି ତାକୁ ଚୁମ୍ବି ଦେବୁ, ସେମିତି କ'ଣ କଲା ନା ସିଏ ମଧ୍ୟ ତାକୁ ଚୁମ୍ବନ କଲା। କାହାକୁ? ସିଂହନାଦକୁ, ଭୀମ। ତ ଆକର୍ଷଣ ସିଂହନାଦ ଭୀମସେନ ଗାଢ଼େ କଲେ ବାଦ୍ୟ, ଗାଢ଼ ଶବ୍ଦ ବାଦ୍ୟ କଲେ। ତିନିଟା ଶବ୍ଦ ଆସିଛି। ପ୍ରଥମ ଶବ୍ଦଟା ଆକର୍ଷଣ, ହାତରେ ଧରିକିନି ସିଂହନାଦ ଧରି ଭୀମ କ'ଣ କଲେ ନା ଶବ୍ଦ କଲେ, ବାଦ୍ୟ କଲେ। ତ ପ୍ରଥମ ମହିମଣ୍ଡଳ କମ୍ପିଲା, ପ୍ରଥମ ଶବ୍ଦ। ତାର ପ୍ରଥମ ଶବ୍ଦରେ ପୁରା ମହିମଣ୍ଡଳ ପୃଥିବୀ କମ୍ପି ଉଠିଲା। ଏମିତି କମ୍ପି ଉଠିଲା, କେମିତି କମ୍ପି ଉଠିଲା ନା ପୃଥିବୀଟା ନା ମହିମଣ୍ଡଳ କମ୍ପି ଉଠିଲା। କବି ଏଠି ଗୋଟେ ଉପମା ଦେଲେ, ନଳିନୀ ପତ୍ର, ମାନେ ନଳିନୀ କହିଲେ ପଦ୍ମ ପତ୍ର ଉପରେ ଗୋଟେ ଗୋଲ ପାଣି ବୁନ୍ଦାଟା ପଡ଼ିଥିବ। ପତ୍ରଟା ଯେତେବେଳେ ହଲିଯିବ ସେ କ'ଣ ପାଣିଟା ଅବସ୍ଥା ଟଳଟଳ ଅବସ୍ଥା ହେଇଯିବ। ଠିକ୍ ସେମିତି ଭୀମ ଯେଉଁ ପ୍ରଥମ ଶବ୍ଦଟା କଲେ, ସେ ପ୍ରଥମ ଶବ୍ଦରେ ସେ ପୁରା ପୃଥିବୀ ଯେମିତି ପୁରା ଟଳମଳ ହେଇଗଲା। ହେଲା, ପ୍ରଥମ ଶବ୍ଦରେ ପୃଥିବୀ ଦଳଦଳିତ କମ୍ପଇ ମେଦିନୀ, ପୁରା ମେଦିନୀ ମଧ୍ୟ କମ୍ପି ଉଠିଲା, ଥରି ଉଠିଲା। ସଞ୍ଚା ଛାଡ଼ି କରି ଯେ ବୁଲାଇ ମନ୍ଦର, ମାନ ଗୋବିନ୍ଦ ନିଦ୍ରା ଭାଙ୍ଗି ଉଠିଲା ଧାତିକାର। ଧାତିକା କହିଲେ ଲକ୍ଷ୍ମୀ। ହେଲା, ଏଠି ଧାତିକାର କହିଲେ ତାଙ୍କ ଉଠି ବସିଲା ଧାତିକାର। ଧାତିକାର କହିଲେ ମଧ୍ୟ ଏଠି ଧାତିକାର ଅର୍ଥ ଲାଗିଛି କାହା ପାଇଁ ନା ମାନଗୋବିନ୍ଦ ପାଇଁ ଲାଗିଛି। ମାନଗୋବିନ୍ଦ ଉଠି ବସିଲା ଧାତିକାର। ସଞ୍ଚା ଛାଡ଼ି ଯଦି ବୁଲାଇ ମନ୍ଦର, ତା ଆଖି ବୁଲାଇ ସେ ନିଦ୍ରା ଭାଙ୍ଗି ଉଠିକିନି ବସି ପଡ଼ିଲା। ପୁଣି ଆରକେ ରଡ଼ିଏ ଦେଲା ବୀର ଭୀମ, ଯେତେବେଳେ ପୁଣି ଅନ୍ୟ ଏକ ରଡ଼ି ଛାଡ଼ିଲା, ଛଡ଼ ଲକ୍ଷ ଯୋଜନେ ଆକାଶ କମ୍ପିଲା ଯେ ବୀର ଜମ। ତ 6 ଲକ୍ଷ ଯୋଜନ ଦୂର ପର୍ଯ୍ୟନ୍ତ ସେ ଶବ୍ଦକୁ ଶୁଭାଗଲା। ଦ୍ୱିତୀୟ ଶବ୍ଦରେ ପାତାଳେ ଅନନ୍ତ ନାଗର କମ୍ପିଲାକ ଫେରୁ। ଫେରୁ କହିଲେ ଫଣା। ପାତାଳେ ଅନନ୍ତ ନାଗ ଯିଏ ଥିଲା, ପାତାଳ ଲୋକ କହିଲେ ନାଗ ଲୋକ, ଉପରେ ଲୋକ ହେଉଛି ସ୍ୱର୍ଗ ଲୋକ, ତଳ ହେଉଛି ଯେଉଁ ନାଗ ଲୋକ, ଆମେ ରହିଛୁ ମର୍ତ୍ତ ଲୋକରେ। ତ ସିଏ ତ ପ୍ରଥମ ଗୋଟେ ମର୍ତ୍ତ ଲୋକ କମ୍ପି ଉଠିଥିଲା। ଇଏ ଦ୍ୱିତୀୟର ଶବ୍ଦ ରଡ଼ିଲେ 6 ଲକ୍ଷ ଯୋଜନ ପର୍ଯ୍ୟନ୍ତ ଗଲା, ଆକାଶ କମ୍ପି ଉଠିଲା। ଆଉ ଅନନ୍ତରେ ପାତାଳପୁରରେ ମଧ୍ୟ ନାଗ ଲୋକଙ୍କ ଫେଣ ଯିଏ, ସିଏ ବି ମଧ୍ୟ କମ୍ପି ଉଠିଲା। ଆଉ ମଧ୍ୟ କ'ଣ ସବୁ କମ୍ପି ଉଠିଲା? ନବଦ୍ୱୀପ ପୁରାଣରେ ଅଛି, ଦ୍ୱୀପ ହେଉଛି 9ଟା, 7ଟା ହେଉଛି ସାଗର। ସିଏ ସବୁ ଗୁଡ଼ିକ କମ୍ପି ଉଠିଲା। ମେରୁ କହିଲେ କୁମେରୁ, ସୁମେରୁ, ମେରୁ। ହେଲା, ସିଏ ବି ମଧ୍ୟ କମ୍ପି ଉଠିଲା। ତଳ ମେରୁ କୁମେରୁ, ଉପର ମେରୁ ସୁମେରୁ। ତ ସିଏ ବି କମ୍ପି ଉଠିଲା। ନବଦ୍ୱୀପ କମ୍ପି ଉଠିଲା, 7 ସାଗର କମ୍ପି ଉଠିଲା। ପାତାଳ ଲୋକରେ ଯାଇକି ନାଗ ଲୋକର ଫେରୁ ଫଣା ମଧ୍ୟ କମ୍ପି ଉଠିଲା। ହେଲା, ଆକାଶ 6 ଲକ୍ଷ ଯୋଜନ ଆକାଶ ମଧ୍ୟ ଯାକେ ବୀର ଜମ ଲୋକ ଯାକେ ମଧ୍ୟ ତାର ଶବ୍ଦ ଶୁଭାଗଲା। ସେ ସବୁ ଗୁଡ଼ିକ କମ୍ପି ଉଠିଲା। ଆଦିତ୍ୟ ମଣ୍ଡଳ, ଭୂମଣ୍ଡଳ, ଧ୍ରୁବମଣ୍ଡଳ, ଅମର ମଣ୍ଡଳ। ଆମେ 7 ସାଗର କଥା ଜାଣିଲେ, ନବଦ୍ୱୀପ କମ୍ପି ଉଠିଲା ଜାଣିଲେ। ଆଦିତ୍ୟ ମଣ୍ଡଳ କହିଲେ ସୂର୍ଯ୍ୟ ଲୋକ କମ୍ପି ଉଠିଲା। ଧ୍ରୁବମଣ୍ଡଳ କହିଲେ ତାରା ଲୋକ କମ୍ପି ଉଠିଲା। ଅମର ମଣ୍ଡଳ ମଧ୍ୟ କମ୍ପି ଉଠିଲା। ସ୍ୱର୍ଗ ଲୋକ ମଧ୍ୟ କମ୍ପି ଉଠିଲା। ତାରା ଲୋକ କମ୍ପି ଉଠିଲା। ସୂର୍ଯ୍ୟ ମଣ୍ଡଳ ମଧ୍ୟ କମ୍ପି ଉଠିଲା। ଆକାଶେ ଲାଗିଲା ଉଛୁଳିଲା ସିନ୍ଧୁ ଜଳ। ଏଭଳି ଶବ୍ଦ ହେଲା ଯେ ସମୁଦ୍ରର ଜଳ ଉଛୁଳିକିନି ଯାଇକିନି ଆକାଶରେ ଲାଗିଲା। ରେ ରେ କାର କରି ରାଜା ଧୃତରାଷ୍ଟ୍ରର ପୁତ୍ର ବୋଲି ତାକୁ ଧୃତରାଷ୍ଟ୍ର କୁହାଗଲା। ସେ ମଧ୍ୟ କ'ଣ କଲା, ରେ ଏଇସବୁ ସମୟରେ ଏଭଳି ଗର୍ଜନ ହେଲା, ଏ ସବୁ ଗୁଡ଼ାକ କମ୍ପି ଉଠିଲା। ନବଦ୍ୱୀପ, 7 ସାଗର, ସୂର୍ଯ୍ୟ ଲୋକ, ତାରା ଲୋକ, ସ୍ୱର୍ଗ ଲୋକ, ଯେଉଁଠି ଈଶ୍ୱର ମାନେ ଅନ୍ୟ ଈଶ୍ୱରମାନେ ବାସ କରନ୍ତି, ସ୍ୱର୍ଗ ଲୋକ, ସେ ସବୁ ଗୁଡ଼ିକ କମ୍ପି ଉଠିଲା। ତ ସମୁଦ୍ର ଜଳ ଯେତେବେଳେ ଯାଇ ଆକାଶରେ ଲାଗିଲା, ଏଭଳି ଗୋଟେ ପରିସ୍ଥିତି ସୃଷ୍ଟି ହେଲା ଦ୍ୱିତୀୟ ରଡ଼ିରେ। ତ ରେ କାର କରି ରାଜା ଧୃତରାଷ୍ଟ୍ର ମାନେ ମାନଗୋବିନ୍ଦ ଦୁର୍ଯ୍ୟୋଧନ ରେ କାର କରି ବାହାରିଲା। ବକ୍ଷସ୍ଥଳେ ମାରି ବାହାସ୍ଫୋଟ ଗର୍ଜିନ ଉଠି ବେଗେ। ଆଉ ପ୍ରଥମ ରଡ଼ିରେ ତା ନିଦ ଭାଙ୍ଗି ଯାଇଥିଲା, ଧାତିକାର ନିଦ ଭାଙ୍ଗି ଯାଇଥିଲା। ତ ଏ ସମୟରେ ଦ୍ୱିତୀୟ ରଡ଼ିରେ ରେ କାର କରି ଗର୍ଜନ କରି ଛାତିରେ ହାତ ଫାତ ବାଡ଼େଇ ବାହାସ୍ଫୋଟ ମାରି ଗର୍ଜିକିନି ବେଗ ଉଠି ଉଠିଲା। ଯେମିତି ସେ ଉଠି ବସିଲା, ମହାଗଗନ ନିଶ୍ୱାସ ବୁଲାଇବେନି ଡୋଳା। ବାହାସ୍ଫୋଟ ଛାତି ପ୍ରତିରେ ହାତ ପିଠ ବାଡ଼େଇ ହେଇ ଆଖିକୁ ବୁଲେଇ ଯେତେବେଳେ ଉଠି ବେନି ଡୋଳା ଆକାଶରେ ଉଠିଲା, ବେନି ଭୁଜେ ଆକର୍ଷି ଧଇଲେ କମଳା। ସେ ତ ଲକ୍ଷ୍ମୀଙ୍କ ଅଭୟ କ୍ରୋଡ଼ରେ ଆଶ୍ରୟ ନେଇଥିଲା। ଲକ୍ଷ୍ମୀ କ'ଣ କଲେ, 2 ହାତରେ ତାକୁ ଟାଣି ଭିଡ଼ି ଧଇଲେ।
ସିଏ କ'ଣ କଲା ନା ଆରେ ଆରେ ଦୁର୍ଯ୍ୟୋଧନ ଅପାର ପ୍ରତିଜ୍ଞା ଯେ କଲୁ ବାବୁ, ବୋଇଲୁ ଯେ ଭୀମର 7 ରଡ଼ି ସହିବୁ। ତା ପୂର୍ବରୁ ଲକ୍ଷ୍ମୀ ତାକୁ ପ୍ରତିଜ୍ଞା କରେଇଥିଲେ ତୁ ଯଦି 7ଟା ରଡ଼ି ସହିବୁ ଭୀମର ତାହେଲେ ତୁ ଅମର ହବୁ। ତ ତୁ ତ ମୋତେ ପ୍ରତିଜ୍ଞା କରିଥିଲୁ ଯେ 7 ରଡ଼ି ସହିବୁ। ମାନଗୋବିନ୍ଦ ରାଜା କମଳା ଭୁଜଦଣ୍ଡ ଦେଲା ପେଲି ସେଠି ତାକୁ ଲକ୍ଷ୍ମୀ ଟାଣି ଭିଡ଼ି ଧରିଛନ୍ତି। ତାର ତ ମରିବାର ବୁଦ୍ଧି ଦେଖାଯାଉଛି। ସେ ତ ପାପ ଲୋକ, ପାପର ଆଶ୍ରୟ ନେଇଛି, ସେ ତ ମରିବାର ହିଁ ଅଛି। ତ ସିଏ କ'ଣ କଲେ ନା କମଳା କହିଲେ ଲକ୍ଷ୍ମୀଙ୍କ କୋଡ଼ରେ ଶୋଇଦେଲା। ସିଏ କ'ଣ କଲା ଲକ୍ଷ୍ମୀ ଯେତେବେଳେ ତା ହାତକୁ ଦି ହାତରେ ତାକୁ ଟାଣି ଧଇଲେ ସେ କମଳାଙ୍କୁ ପେଲିଦେଲା। ରେ ମାନଗୋବିନ୍ଦ ରାଜା କମଳା ଭୁଜଦଣ୍ଡ ଦେଲା ପେଲି ଅଧର ପୁଷ୍ଟ କରି ପଳା ଯା ବୋଲି କହିଲେ ପଳେଇ ଯା ବୋଲି ହେଲା, ମୋତେ ଛାଡ଼ି ପଳେଇ ଯା। ଶେଷ ଆଶ୍ରୟ ଯିଏ ଥିଲା ତାଙ୍କୁ ବି ମଧ୍ୟ ଏଠି ବିଦା କରିଦେଲା। ତ ଏଠି କ'ଣ କଲା ନା ଅଧର ପୁଷ୍ଟ କରି ପଳା ଯା ବୋଲି ମହାଲକ୍ଷ୍ମୀ ବୋଇଲେ ମୁଁ ଯେ ପଳାଉ ଅଛିନି ମୁଁ ତ ପଳେଇ ଯାଉଛି। ମୁଁ ତୋହର ବର୍ଚ୍ଛନା ବୋଲିବାକୁ ଥିଲି ବାଟ ଚାହିଁ। ମହାଲକ୍ଷ୍ମୀ ମଧ୍ୟ ଜାଣିଥିଲେ ଯେ ମାନଗୋବିନ୍ଦ କ'ଣ କରିଛି ନା ଅନ୍ୟାୟର ଆଶ୍ରୟ ନେଇଛି, ତାହାର ବିନାଶ ନିଶ୍ଚିନ୍ତ। ତଥାପି ତାକୁ ପୁତ୍ର ପରି ଭଲ ପାଉଥିଲେ ବୋଲି ତାକୁ ଆଶ୍ରୟ ଦେଇଥିଲେ। ଏଠି ସିଏ ଯେତେବେଳେ ତାଙ୍କର ମଧ୍ୟ ଅପମାନ କଲା, ଭର୍ଚ୍ଛନା କଲା, ସିଏ ସେଠୁ କହିଲେ କି ତୋର ତ ମୁଁ ଏବେ ପଳେଇ ଯାଉଛି, ତୋର କେବଳ ତୋଠୁ ଶୁଣିବା, ତୁ ପଳେଇ ଯା ବୋଲି ଉକ୍ତିଟା ଶୁଣିବାକୁ ମୁଁ ଚାହିଁ ରହିଥିଲି। ଲକ୍ଷ୍ମୀ ବୋଇଲେ ତଥାପି ତାକୁ କହୁଛନ୍ତି ଆବର 3 ଘାନ୍ତି ରଡ଼ି ଦେଇଛି ଜାଣିଛନ୍ତି। ସେ କହିଲେ ଯଦି ଆଉ ଗୋଟିଏ ରଡ଼ି ତୁ ସହିଯିବୁ। ଲକ୍ଷ୍ମୀ ବୋଇଲେ ଆବର ରଡ଼ିଏ ଯେବେ ସହିବୁ ପାମର କହିଲେ ବୁଦ୍ଧିହୀନ, ପୁରା ବୁଦ୍ଧିଭ୍ରଷ୍ଟ। କହିଲେ ଯଦି ଆଉ ଗୋଟିଏ ରଡ଼ି ସହିବୁ, ଏ ରଡ଼ିଏ ସହିଲେ ହୋଇବୁ ଅଜାମ୍ବର, ତାହେଲେ ତୁ ଅମର ହେଇଯିବୁ ହେଲା, ତତେ ଆଉ କେହି ମାରିପାରିବେନି। ଏତେ ବୋଲି ତତକ୍ଷଣେ ଛାଡ଼ିଲେ ମହାଲକ୍ଷ୍ମୀ କଦଳୀ ପତ୍ର ପାଏ କମ୍ପଇ ମହାତମୀ। ତମ ଗୁଣ ସ୍ୱଭାବର ବ୍ୟକ୍ତି ଥିଲା। ତ ତମି ଏଠି ମହାତମୀ ସେଥିପାଇଁ ଲାଗୁଛି ଯେମିତି ପବନରେ ପୁରା କଦଳୀ ପତ୍ରଟା ପୁରା ହଲିଯିବ, ସେ ସେମିତି ତାର ପୁରା ଶରୀରଟା ରାଗରେ ତମତମ ହେଇକିନି ପୁରା ଥରୁଥିଲା। ତ କଦଳୀ ପତ୍ର ପ୍ରାୟ କମ୍ପଇ ମହାତମୀ 70 ଭାର ଗଦା ଘେନି କରସ୍ଥଳେ ଖେପଇ ମାନଗୋବିନ୍ଦ ଯେ ଚିତ୍ତ ଅନ୍ତରାଳୀ। 70 ତା ଯୋଉ ଗଦା ଧରେ ସେଟା ହଉଛି 70 ଭାର ଗଦା ଧରିକିନି ପୁରା ରାଗିକିନି ଥରିକିନି ହେଲା, ପୁରା ବାହାରିକିନି ତା ଖେପଇ କଲେ, ଶୀଘ୍ର ଡେଇଁକିନି ବାହାରିକି ପଦାକୁ ପଳେଇଲା ହେଲା। ବିଷୟ ତ ଏଇଠି ସଇଲା। ପ୍ରଶ୍ନ ଉତ୍ତର ତୁମେ କମେଣ୍ଟସ୍ କଲେ ମୁଁ ପ୍ରଶ୍ନ ଉତ୍ତର କରିବି। କମେଣ୍ଟ କରିବ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ, ଆଉ ତୁମର ଯାହା ବି ଡାଉଟ୍ ରହୁଛି କମେଣ୍ଟ କରିକି ଜଣେଇବ।